ଗଳ୍ପଟିର ନାଁ ହେଲା ରାଜଦୟାର ଶିକାର। ରାଜାଙ୍କ ପରଲୋକ ବେଳକୁ ଯୁବରାଜ ତରୁଣ। ସେ ସିଂହାସନରୋହଣ କଲେ ଓ ପ୍ରଜାମାନେ ଖୁସି ହେଲେ, କାରଣ ତରୁଣ ରାଜା ଦୟାଳୁ ଓ ବିବେକୀ। ତରୁଣ ରାଜା ଜଣେ ସାଧାରଣ ଲୋକ ଭଳି ବେଶ ହୋଇ ମଝି ମଝିରେ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳ ବୁଲି ଲୋକଙ୍କର ଦୁଃଖ ସୁଖ ବା ସମସ୍ୟା ସଙ୍କଟ ଇତ୍ୟାଦିର ଆକଳନ କରନ୍ତି। ଦରକାର ପଡ଼ିଲେ ସେ ସଙ୍କେତ ଦିଅନ୍ତି। ଅଦୂରରେ ଥିବା ମନ୍ତ୍ରୀ କଟୁଆଳମାନେ ଆସି ପହଞ୍ଚି ଯାଆନ୍ତି। ଲୋକେ ବୁଝିପାରନ୍ତି ଯେ ସେ ରାଜା। ସେତେବେଳେ ସେ ସ୍ଥାନୀୟ ସମସ୍ୟାର ସମାଧାନ ସେଇଠାରେ କରିଦିଅନ୍ତି। ଦିନେ ତରୁଣ ରାଜା ଘୋଡ଼ା ଚଢ଼ି ଧୀରେ ଧୀରେ ଗୋଟେ ଗାଁ ଭିତର ଦେଇ ଅଗ୍ରସର ହେଉଛନ୍ତି। ଦେଖିଲେ ବାଳକଟିଏ ଗୋଟେ ଶୁଆ ଧରି ପକାଇ ତାକୁ ନିଜ ବଶକୁ ଆଣିବାର ଚେଷ୍ଟା କରୁଛି। ଶୁଆଟି ଡେଣା ଫଡ଼ ଫଡ଼ କରି ଖସି ପଳାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ଆରେ ବାଳକ, କାହିଁକି ସେ ବିଚରା ଶୁଆକୁ ସେମିତି କଷ୍ଟ ଦେଉଛୁ? ତାকে ଛାଡ଼ି ଦେଉନୁ କାହିଁକି? ରାଜା ଘୋଡ଼ା ଅଟକାଇ ପଚାରିଲେ। ପିଲା ବକ୍ତାଙ୍କ ଆଡ଼େ ଅନାଇଲା। ଅଶ୍ୱାରୋହୀ ଯେ ରାଜା ସେ କଥା ସେ ଜାଣିବାର ଉପାୟ ନଥିଲା। ସେ କହିଲା, ବାବୁ, ଅନେକ ସମୟ ଅପେକ୍ଷା କରି କଷ୍ଟ କରି ମୁଁ ୟାକୁ ଧରିଛି। ଏହାକୁ କଥା କହିବା ଶିଖାଇବି, ତାପରେ ବିକ୍ରି କଲେ 2 ପଇସା ପାଇବି। ରାଜା ବାଳକର ଯୁକ୍ତିବତ୍ତା ବୁଝିଲେ। ସବୁ ପଶୁପକ୍ଷୀଙ୍କର ସ୍ୱାଧୀନତା ଜାହିର କଲାଭଳି ଆଇନ କାନୁନ ତାଙ୍କ ରାଜ୍ୟରେ ନଥିଲା କି ଦେଶର ଅନ୍ୟ କୌଣସି ରାଜ୍ୟରେ ବି ନଥିଲା। ତେଣୁ ବାଳକର ଅପରାଧ କିଛି ନଥିଲା। ଆଚ୍ଛା, ମୋତେ ବିକିବୁ? ରାଜା ପଚାରିଲେ। ବାବୁ, ଏଇ ତ କଥା କହିବାକୁ ଶିଖିନାହିଁ, ସେଥିପାଇଁ ତାଲିମ ଦେବାକୁ ପଡ଼େ। ତମେ ନେଇ କରିବ କ'ଣ? ବାଳକ ପ୍ରଶ୍ନ ଛଳରେ ଉତ୍ତର ଦେଲା। ମୁଁ କିଣିବା ପରେ କ'ଣ କରିବି ସେ କଥା ମୁଁ ବୁଝିବି, ତୁ ବିକିବୁ ନା ନାହିଁ? ବାଳକ ଟିକେ ଭାବିଚିନ୍ତି କହିଲା, ଉଚିତ ମୂଲ୍ୟ ପାଇଲେ ନ ବିକିବି କାହିଁକି? ରାଜା ସୁନା ମୋହରଟିଏ ବାହାର କରି ତାକୁ ଯାଚିଲେ। ଗୋଟାଏ ଶୁଆ ପାଇଁ ସୁନା ମୋହର? ବାଳକ ପ୍ରଥମେ ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ। ତାପରେ ବଡ଼ ଆପ୍ୟାୟିତ ଭାବରେ ସେ ମୁଦ୍ରାଟି ଗ୍ରହଣ କରି ପକ୍ଷୀଟି ହସ୍ତାନ୍ତର କଲା। ଏହା ଭିତରେ ଜଣେ 2 ଜଣ ପ୍ରବୀଣ ଗ୍ରାମବାସୀ ରାଜାଙ୍କୁ ଚିହ୍ନି ପକାଇଥାନ୍ତି। ସେମାନଙ୍କ ଜରିଆରେ ଅଚିରେ ବହୁ ଲୋକ ସେ କଥା ଜାଣିଗଲେ। ସେମାନେ ଭିଡ଼ କରି ଆସିଲେ। ବୟସ୍କମାନେ ପାଖକୁ ଆସି ତାଙ୍କୁ ଅଭିବାଦନ କଲେ। ଅନ୍ୟମାନେ ଦୂରରୁ ଜୁହାର କରି ହାତ ଯୋଡ଼ି ଠିଆ ହୋଇ ରହିଲେ। ରାଜା ଘୋଡ଼ାରୁ ଓହ୍ଲାଇ ଗୋଟେ ଢିପ ଉପରକୁ ଗଲେ ଓ ଶୁଆଟିକୁ ହାତ ତୋଳି ଉଡ଼ାଇ ଦେଲେ। ଶୁଆ ଯେତେ କ୍ଷିପ୍ର ଭାବରେ ଡେଣା ବିଞ୍ଚିବା ସମ୍ଭବ ତାହା କରି ଉଡ଼ି ଚାଲିଗଲା। ସମବେତ ଜନତା କରତାଳି ଧ୍ୱନି ଦେଲେ। ରାଜା ପୁଲକିତ ହେଲେ। ପକ୍ଷୀ ତା ସ୍ୱାଧୀନତା ଫେରି ପାଇ ଉଡ଼ିଯିବାର ଦୃଶ୍ୟ ଯେପରି ସୁନ୍ଦର, ଲୋକଙ୍କର ପ୍ରତିକ୍ରିୟା ସେହିପରି ମଧୁର। ରାଜା ଢିପରୁ ଆଚରଣ କରି ପୁଣି ଘୋଡ଼ା ଚଢ଼ିବା ଯାଏ ଲୋକେ ତାଙ୍କର ଜୟଧ୍ୱନି ଦେଉଥାନ୍ତି। ତମ ଭିତରୁ ଆଉ କେହି ଶୁଆ ସାରିବା ସେମିତି କିଛି ପକ୍ଷୀ ବନ୍ଦୀ କରି ରଖିଛ? ରାଜା ପ୍ରଶ୍ନ କଲେ। ପ୍ରଥମେ ସମସ୍ତେ ଚୁପ୍ ରହିଲେ। ଟିକେ ପରେ ଜଣେ ଚଷା କହିଲା, ମଣିମା, ମୋ ସ୍ତ୍ରୀର ଗୋଟେ ସାରି ପୋଷିଛି। ସ୍ତ୍ରୀ ଯାହା କହେ ସେ ତାକୁ ଦୋହରାଏ। ସତେଅବା ମୋ ପାଇଁ ଖାଲି ମୋ ସ୍ତ୍ରୀର ସ୍ୱର ଯଥେଷ୍ଟ ନୁହେଁ। ନେଇ ଆସ ସାରିକୁ, ତମ ସ୍ତ୍ରୀକୁ ନୁହେଁ, ରାଜା ଥଟ୍ଟାଳିଆ ଭାବେ କହିଲେ। ଜନତା ଭିତରେ ହସର ଲହରୀ ଖେଳିଗଲା। ଲୋକଟି ଦୌଡ଼ି ଯାଇ ପକ୍ଷୀଟିକୁ ନେଇ ଆସିଲା। ରାଜା ତାକୁ ସୁନା ମୋହରଟିଏ ଦେଲେ ଓ ପକ୍ଷୀଟିକୁ ମୁକ୍ତି ଦେଲେ। ଉଡ଼ିବାକୁ ଅନଭ୍ୟସ୍ତ ପକ୍ଷୀ ତଳେ ଘାସ ଉପରେ ବସି ରହିଲା। ତାପରେ ଲୋକେ କରତାଳି ଦିଅନ୍ତେ ଡରିମରି ଉଡ଼ିଗଲା। ଲୋକଙ୍କର ଜୟଧ୍ୱନି ଭିତରେ ଘୋଡ଼ା ଝପଟାଇ ରାଜା ଚାଲିଗଲେ। ନଅରରେ ପହଞ୍ଚି ରାଜା ତାଙ୍କର କଟୁଆଳକୁ ତଲବ କଲେ। ଯିଏ ଯିଏ ବି ଘରେ କୌଣସି ପକ୍ଷୀ ରଖିଛନ୍ତି ସିଏ ତାକୁ ଆଣି ମୂଲ୍ୟ ବଦଳରେ ରାଜାଙ୍କୁ ସମର୍ପି ଦେବା ଚାହି ଏହି ସିଦ୍ଧାନ୍ତ ରଟନା କରିବାର ଆଦେଶ ପାଇଲେ କଟୁଆଳ। ସପ୍ତାହକ ଭିତରେ ରାଜା 15 ଗୋଟି ପକ୍ଷୀ ପାଇଲେ। ଗୋଟାଏ ଦିନ ସ୍ଥିର ହେଲା, ରାଜା ଛାତ ଉପରକୁ ଯାଇ ଏକ ପରେ ଏକ ପକ୍ଷୀ ଉଡ଼ାଇ ଦେଲେ। ତଳେ ଥାଇ ପାତ୍ର ମିତ୍ର ଅମାତ୍ୟଗଣ କଳତାଳି ମାଡ଼ ଦେଲେ। ରାଜା ପ୍ରୀତ ଦେଖାଗଲେ। ଏହି ବ୍ୟାପାର ପ୍ରତି ଦୃଷ୍ଟି ଦେବା ନିମନ୍ତେ ନିଯୁକ୍ତ କର୍ମଚାରୀ ପର ସପ୍ତାହରେ ମଧ୍ୟ ପ୍ରାୟ ସମାନ ସଂଖ୍ୟକ ପକ୍ଷୀ ମିଳିଥିବା ସମ୍ବାଦ ରାଜାଙ୍କୁ ଜଣାଇଲେ। ସେତେବେଳକୁ ଏକ ନୂତନ ଅନୁଷ୍ଠାନ ଉପଲକ୍ଷେ ସଭାକବି ଗୋଟେ ଚମତ୍କାର କବିତା ବି ରଚନା କରିଥାନ୍ତି।
ସେ ତାହା ଆବୃତ୍ତି କରୁଥାନ୍ତି। ତେଣେ ପ୍ରାସାଦ ଉପରେ ଦଣ୍ଡାୟମାନ ରାଜା ସ୍ୱତନ୍ତ୍ର କର୍ମଚାରୀଙ୍କ ହାତରୁ ଗୋଟାଏ ଗୋଟାଏ ପକ୍ଷୀ ନେଇ ଉଡ଼େଇ ଦେଉଥାନ୍ତି। ସମବେତ ସମ୍ଭ୍ରାନ୍ତ ଜନତା କରତାଳି ମାଡ଼ ଦେଉଥାନ୍ତି। ତେଣିକି ଏହା ନିୟମିତ ସାପ୍ତାହିକ ଅନୁଷ୍ଠାନରେ ପରିଣତ ହେଲା। ବର୍ଷଟିଏ ବିତିଗଲା। ନଅରକୁ ମଧ୍ୟେ ମଧ୍ୟେ ଆସୁଥାନ୍ତି ରାଜାଙ୍କର ପରଲୋକଗତ ପିତାଙ୍କର ଜଣେ ସହପାଠୀ, ଏକ ଗୁରୁକୁଳର ଅଧ୍ୟକ୍ଷ। ଦିନେ ସେ ଆସି ପହଞ୍ଚିବା ବେଳକୁ ପକ୍ଷୀ ମୁକ୍ତି ଅନୁଷ୍ଠାନ ଆରମ୍ଭ ହେଉଛି। ରାଜା ଅଧ୍ୟକ୍ଷଙ୍କୁ ସାଦର ଅଭ୍ୟର୍ଥନା ଜଣାଇ ଛାତ ଉପରକୁ ନେଇ ଆସିଲେ। ବିଜ୍ଞ ଋଷିପ୍ରାଣ ଅଧ୍ୟକ୍ଷ ମହୋଦୟ ଯେ ରାଜାଙ୍କର ଏଭଳି କରୁଣାପୂର୍ଣ୍ଣ କର୍ମ ଦେଖି ବାହା ବାହା ଦେବେ, ଏଥିରେ ରାଜାଙ୍କର ସନ୍ଦେହ ନଥିଲା। ସେଦିନ ସେ 30 ସରିକି ପକ୍ଷୀଙ୍କ ପ୍ରତି କରୁଣା ପ୍ରଦର୍ଶନ କଲେ। କିନ୍ତୁ ଅଧ୍ୟକ୍ଷ ମହୋଦୟ ଖାଲି ସ୍ୱଗତୋକ୍ତି କଲାଭଳି କହିଲେ, ଏବେ ବୁଝିଲି। ଆଜ୍ଞା, କ'ଣ ବୁଝିଲେ? ରାଜା ବିଚଳିତ ହୋଇ ପଚାରିଲେ। ଅଧ୍ୟକ୍ଷ ସାଙ୍ଗେ ସାଙ୍ଗେ କିଛି ଉତ୍ତର ନ ଦେଇ ମୃଦୁ କଣ୍ଠରେ ରାଜାଙ୍କୁ କହିଲେ, କାହାକୁ କିଛି ନ ଜଣାଇ ଆଗାମୀକାଲି ମୋ ସହ ଛଦ୍ମବେଶରେ ବଣ ପାଖକୁ ଯିବାକୁ ହେବ। ପ୍ରସ୍ତୁତ? ନିଶ୍ଚୟ, ରାଜା କହିଲେ। ପରଦିନ ଦୁହେଁ 2ଟି ଘୋଡ଼ା ଚଢ଼ି ଯାଇ ବଣ ଭିତରେ ପହଞ୍ଚିଲେ। କେତୋଟି ନିବିଡ଼ ଗଛ ଆଢ଼ୁଆଳରେ ଠିଆ ହୋଇ ଦୁହେଁ ଦେଖିଲେ, ଆଖପାଖ ଗାଁର ଲୋକେ ନାନା ଉପାୟରେ ପକ୍ଷୀ ଧରିବାକୁ ଚେଷ୍ଟା କରୁଛନ୍ତି। କିଏ ଫାଶ ବସାଇଛି ତ କିଏ ଗଛ ଉପରେ ପକ୍ଷୀ ବସା ଭିତରେ ଅଠା ଥୋଇ ଦେଇଛି। ସେମିତି ଧରପଗଡ଼ କଲାବେଳେ କେତେ ପକ୍ଷୀ ମରୁଛନ୍ତି ଓ ଆହତ ହୋଇ ପଳାଇ ଯାଉଛନ୍ତି। ରାଜାଙ୍କର ମୁହଁ ଶେତା ପଡ଼ିଗଲା। ରାଜା, ମୁଁ କ'ଣ ବୁଝିଲି? ବର୍ତ୍ତମାନ ସେ କଥା ତୁମେ ବୁଝୁଥିବ। ଗତକାଲି ଏ ବାଟ ଦେଇ ଗଲାବେଳେ ମୁଁ ଏ ଦୃଶ୍ୟ ଦେଖିଥିଲି। ପ୍ରାସାଦରେ ତମର ପକ୍ଷୀ ମୁକ୍ତି ଅନୁଷ୍ଠାନ ଦେଖି ଏ ବ୍ୟାପକ ପକ୍ଷୀ ବନ୍ଧନ ଅନୁଷ୍ଠାନର ତାତ୍ପର୍ଯ୍ୟ ବୁଝିଲି। ଅଧ୍ୟକ୍ଷ କହିଲେ। ଆଜ୍ଞା, ମୁଁ କିନ୍ତୁ ପକ୍ଷୀଙ୍କ ହିତ ପାଇଁ ସେ ପଦକ୍ଷେପ ନେଇଥିଲି। ରାଜା ବିମର୍ଷ ଭାବେ କହିଲେ। ହିତ ପାଇଁ କରିଥିଲ ନିଶ୍ଚୟ, କିନ୍ତୁ ହିତ କାମନା ହିଁ ତୁମର ଏକମାତ୍ର ପ୍ରେରଣା ଥିଲା କି? ଲୋକେ ତମକୁ କରୁଣାମୟ ଦୟାବନ୍ତ ରାଜା ଭାବରେ ଦେଖିବେ, ତୁମର ପ୍ରଶସ୍ତି ଗାଇବେ, ଏଭଳି ବାସନା କ'ଣ ନଥିଲା? ବତ୍ସ, କେବଳ ମାତ୍ର ନିରାସକ୍ତ ମହତ ଚେତନାରୁ ନିଃସୃତ କରୁଣା ବା ହିତ କାର୍ଯ୍ୟ ବାସ୍ତବରେ କାହାରି ମଙ୍ଗଳ କରିବାକୁ ସକ୍ଷମ। କାମନା ବାସନା ଯେତେବେଳେ ଦୟା ଭିତରେ ପ୍ରକଟିତ ହୁଏ, ତାହା ଅନ୍ୟ ଏକ ଅଜଣା ଅନ୍ଧକାର ପ୍ରତିକ୍ରିୟା ମଧ୍ୟ ସୃଷ୍ଟି କରେ, କହିଲେ ଅଧ୍ୟକ୍ଷ। ଅନେକ କ୍ଷେତ୍ରରେ ଦୟା ମାୟାରୁ ଆରମ୍ଭ ହୋଇ ମଣିଷର କର୍ମ ଅହଙ୍ଗ୍ରେ ପର୍ଯ୍ୟବେସିତ ହୋଇଯାଇପାରେ। ସେତେବେଳେ ସମାଜର ହିତ ନ କରି କର୍ମ ଅହିତ ହେବା ଅସମ୍ଭବ ନୁହେଁ। ସମାପ୍ତ।